killed our dreams, but not our love. You buried our bodies, but not our souls. We raised from the grave on the nights of noon and the stars. We will chop and slice you, we will cut and dice you, we will drink and eat you. We will kill you. We will chop and slice you, we will cut and dice you, we will drink and eat you. We will kill you. We will chop and slice you, we will cut and dice you, we will drink and eat you. We will kill you. এই ଗାଁଟିର ନାଁ ହେଲା ଚିଜୋଲ। এই ଗାଁର ଲୋକଙ୍କର ଗୋଟିଏ ସମସ୍ୟା ଥିଲା। ସମସ୍ୟାଟି ଏଇଟା ଥିଲା କି ପ୍ରତି ବର୍ଷ ଅଗଷ୍ଟ 13 ତାରିଖରେ ଅମାବାସ୍ୟା ନ ପଡ଼ିଲେ ମଧ୍ୟ ଆକାଶରେ ଜହ୍ନ କିମ୍ବା ତାରା ଦେଖାଯାଉନଥିଲେ। ପୁରା ଗାଁ ହିଁ ପୁରାପୁରି ଭାବରେ ଅନ୍ଧାର ହୋଇଯାଉଥିଲା। ଗାଁର ଲୋକମାନେ ସେଦିନ ପାଣି ମଧ୍ୟ ପିଉନଥିଲେ। ସମସ୍ତେ ଉପବାସ କରୁଥିଲେ। 30 ବର୍ଷ ପୂର୍ବରୁ ଏ ଗାଁର ଲୋକେ ଯାହା ଭୁଲ କରିଥିଲେ ତାର ପ୍ରାୟଶ୍ଚିତ ପାଇଁ 13 ଅଗଷ୍ଟକୁ ସମସ୍ତେ ଉପବାସ କରି ପରଦିନ ଅର୍ଥାତ୍ 14 ଅଗଷ୍ଟକୁ ବରଗଛର ସମାଧି ପାଖରେ କ୍ଷମା କରିଦେ ବେବି ମା ଏଇଆ ବିନତି କରି ଚାଲି ଯାଉଥିଲେ। ତଥାପି ପ୍ରତିବର୍ଷ କେହି ନା କେହି ସେଇ ଗାଁର ଜଣେ ଲୋକ ସେଇ ସମାଧି ପାଇଁ ବଳିଦାନ କରୁଥିଲେ। ଚିଜୋଲ ଗାଁରେ କିଛି ବି କରିବାର ଥିଲେ ତା ପାଇଁ 3 ଜଣଙ୍କର ଅନୁମତି ଦରକାର ହେଉଥିଲା। ପ୍ରଥମେ ଜାତିରେ ବଡ଼ ସାଣ୍ଡୁ ବଂଶର, ଦ୍ୱିତୀୟରେ ଧର୍ମରୁ ବଡ଼ ଦିଦିମା ବଂଶର, ତୃତୀୟରେ ଗାଁରେ ବଡ଼ ଜାତି ବଂଶର। ଅନେକ ବର୍ଷରୁ এই 3ଟି ବଂଶର ଲୋକେ ହିଁ ଏହି ଚିଜୋଲ ଗାଁରେ ଶାସନ କରୁଥିଲେ।
ଗାଁର ଉନ୍ନତି ପାଇଁ ସେଇ ତିନୋଟି ବଂଶର ଲୋକେ କିଛି ବି କରିବା ପାଇଁ ପ୍ରସ୍ତୁତ ଥିଲେ। ସେମାନେ ଏତେ ଭଲ ଲୋକ ଥିଲେ ମଧ୍ୟ ତାଙ୍କ ପାଖରେ ଗୋଟିଏ ଖୁଣ ଥିଲା, ତାଙ୍କର ଚାଲିଚଳନ ଆଉ ଆଚାର ବିଚାର ପାଇଁ ସେମାନେ ନିଜ ଜୀବନ ବି ଦେଇ ଦେଉଥିଲେ ଆଉ ଆବଶ୍ୟକତା ପଡ଼ିଲେ ଜୀବନ ନେଉ ବି ଥିଲେ। ଏମିତିରେ ଦିନେ ଅନ୍ୟ ଗାଁରୁ ପଙ୍କଜ ଚିଜୋଲ ଆସିଲା। ଜେଜେ, ସୋନାକ୍ଷୀର ଘର କୋଉଠି ଅଛି ଜାଣିଛ କି? ହଁ ମୁଁ ଜାଣିଛି, କିନ୍ତୁ ତୁ କିଏ ଆଉ ସୋନାକ୍ଷୀ ସହିତ ତୋର କଣ ସମ୍ପର୍କ? ମୁଁ ଆଉ ସୋନାକ୍ଷୀ ଗୋଟେ କଲେଜରେ ଏକାଠି ପଢୁଥିଲୁ। ସେ ମୋର ବହୁତ ଭଲ ସାଙ୍ଗ। ଯଦି ସାଙ୍ଗ ତ କିଛି କଥା ନାହିଁ, ଯଦି ତୁ ତାକୁ ଭଲ ପାଉଛୁ ତାହେଲେ ତୋର ମୃତ୍ୟୁ ହେଇଯିବ। ଏଇଆ ଶୁଣି ପଙ୍କଜ ଆଶ୍ଚର୍ଯ୍ୟର ସହିତ ଦେଖିବାକୁ ଲାଗିଲା। ଯେମିତି ବି ହଉ ସୋନାକ୍ଷୀ ଘରର ସେ ଠିକଣା ପାଇଲା ଆଉ ସେଠାକୁ ଗଲା ଆଉ ସୋନାକ୍ଷୀକୁ ସବୁ କଥା କହିଲା। ସେ ସବୁ ତ ଠିକ ଅଛି ପୁଅ, କିନ୍ତୁ ତୁ ଆମ ଗାଁକୁ କାହିଁକି ଆସିଛୁ? ମୁଁ କଲେଜରେ ପଢିବା ବେଳୁ ହିଁ ସୋନାକ୍ଷୀକୁ ଭଲ ପାଉଛି, କିନ୍ତୁ ଏକଥା ମୁଁ ତାକୁ କେବେ କହିନି। କିନ୍ତୁ ମୋତେ ଏବେ ଭଲ ଚାକିରି ମିଳିଯାଇଛି, ତ ମୁଁ ଭାବୁଛି ସୋନାକ୍ଷୀ ସହିତ ବାହା ହେଇଯିବି। ବେକାର କଥା କହନି। ଯଦି ତତେ ତୋ ଜୀବନ ପ୍ରିୟ ଅଛି ତାହେଲେ ଏଠାରୁ ତୁ ଚାଲିଯା, ନହେଲେ ମରିଯିବୁ। ସୋନାକ୍ଷୀ ପ୍ଲିଜ, ତୁ ତ ମୋ ଭଲ ପାଇବାକୁ ବୁଝ। ମୁଁ ତତେ ବହୁତ ଭଲ ପାଏ। ପଙ୍କଜ, ତୁମେ ମତେ ଭଲ ଲାଗ, କିନ୍ତୁ ଆମ ଗାଁରେ ଯୋଉ ବଡମାନେ ଅଛନ୍ତି ସେମାନେ ଆମ ଭଲ ପାଇବାକୁ ସ୍ୱୀକୃତି ଦେବେନି, ମାରିଦେବେ। ତ ପ୍ଲିଜ ତୁମେ ଚାଲିଯାଅ। ଭଲ ପାଇଲେ ଏମାନେ ମାରିଦେବେ। ତୁମ ଗାଁର ଲୋକେ ମୂର୍ଖ ନା କଣ? ତୁ ଖାଲି ମୋତେ ଭଲ ପାଉ ଏତିକି କହିଦେ, ମୁଁ ତୁମ ଗାଁ ଲୋକଙ୍କୁ ରାଜି କରେଇ ନେବି। ମାରିବା ଲୋକେ ଗାଁର ବଡ ନୁହନ୍ତି ରେ ପୁଅ, ଗାଁର ଭୂତ। ତୋ ସହ ଆମକୁ ବି ମରିବାକୁ ପଡିବ। କଥା ବୁଝିପାରୁନୁ କି? ଚାଲିଯା, ନିଜ ଗାଁକୁ ଚାଲିଯା। କଣ ଭୂତ? ପଙ୍କଜ ଯେତେ କହିଲା ପରେ ମଧ୍ୟ ସେମାନେ ରାଜି ହେଲେନି ଆଉ ପଙ୍କଜକୁ ସେଠାରୁ ପଠେଇଦେଲେ। ଯେଉଁ ଝିଅକୁ ଭଲ ପାଇଛି ଯଦି ତାକୁ ବାହା ନ ହେଇପାରିଲି ତ କିଛି ଲାଭ ନାହିଁ ବଞ୍ଚିକି। ଭଲ ପାଇ ବାହା ହେବା ଲୋକଙ୍କ ମଧ୍ୟରେ ଜାତି, ଧର୍ମ, ପ୍ରାନ୍ତ, ଯୌତୁକର ଅସୁବିଧା ଆସିବାର ତ ମୁଁ ଦେଖିଛି, କିନ୍ତୁ ଭୂତ ପ୍ରେମ ମଧ୍ୟରେ ଆସିବାଟା ମୋତେ କିଛି ବିଚିତ୍ର ଲାଗୁଛି। ଯଦି ସତରେ ଭୂତ ଅଛି ତ ମୁଁ ତାକୁ ମାରିଦେଇ ସୋନାକ୍ଷୀକୁ ନିଶ୍ଚୟ ବାହା ହେବି। ରାଗରେ ଏସବୁ ବିଷୟରେ ଜାଣିବା ପାଇଁ ପଙ୍କଜ ଗାଁର ମୁଖିଆ ଘରକୁ ଗଲା, କିନ୍ତୁ ସେ ଘରେ କେହି ବି ନଥିଲେ। କୁହାଯାଏ ଯେ ସେ ବଂଶର ସବୁ ଲୋକଙ୍କର ମୃତ୍ୟୁ ହୋଇସାରିଥିଲା। ତାପରେ ସେ ଜାତିର ବଡ଼ ବଂଶର ଲୋକ ଘରକୁ ଗଲା। ସେ ବଂଶର ଶେଷ ବ୍ୟକ୍ତିକୁ ବି ଭୂତମାନେ ମାରି ଦେଇଥିଲେ। ଏହିସବୁ ଜାଣି ଧର୍ମର ବଡ଼ ବିପକ୍ଷ ଦିଦିମା ପାଖକୁ ଯାଇ ଭୂତମାନଙ୍କ ବିଷୟରେ ଜାଣିଲା। ତୁ କିଏ ପୁଅ? ଆଉ ଏଠିକି କାହିଁକି ଆସିଛୁ? ଆଉ ଆମ ଗାଁ ବିଷୟରେ କାହିଁକି ଜାଣିବାକୁ ଚାହୁଁଛୁ? ତାପରେ ପଙ୍କଜ ସବୁ କଥା କହିଲା। ଆଚ୍ଛା ତାହେଲେ ଶୁଣ, ମୁଁ କହୁଛି 30 ବର୍ଷ ପୂର୍ବରୁ ଆମ ପୂର୍ବଜମାନେ ଯେଉଁ ଭୁଲ କରିଛନ୍ତି, ସେଇ କାରଣରୁ ଯେତେ ବି ବଂଶ ଥିଲେ ସେଥିମଧ୍ୟରୁ ସେ ଭୂତ ସମସ୍ତଙ୍କୁ ମାରିଦେଇଛି। ଦିଦିମା ବଂଶର ମୁଁ ଶେଷ ବଂଶଜ। ଅଗଷ୍ଟ 13 ତାରିଖରେ ସେମାନେ ମୋତେ ବି ମାରିଦେବେ, କିନ୍ତୁ ନିଜ ଜୀବନ ବଞ୍ଚାଇବା ପାଇଁ ଗାଁ ଛାଡ଼ିକି ଯିବିନି, କାରଣ ଏହାଦ୍ୱାରା ବଂଶର ସମ୍ମାନହାନି ହେବ। ଅଗଷ୍ଟ 13 ଭୂତ ସେ ସେଦିନ ହିଁ କାହିଁକି ମାରନ୍ତି? ସେ ଭୂତ ଭଲ ପାଇବା ଲୋକଙ୍କ ବିରୁଦ୍ଧରେ କାହିଁକି ଅଛନ୍ତି? କହୁଛି ଶୁଣ। 30 ବର୍ଷ ପୂର୍ବରୁ ଆମ ଗାଁକୁ ଗୋଟିଏ ଇଂରେଜ ବାବୁ ଆସିଥିଲା। ତା ନାଁ ଏସିଂଟନ ଥମ୍ପସନ ଥିଲା। ଆମ ଗାଁର ଲୋକେ ତା ନାଁ ଠିକ ଭାବରେ କହିପାରୁନଥିଲେ, ସେଥିପାଇଁ ସେମାନେ ତାକୁ ଆସି ବାବୁ ବୋଲି ଡାକୁଥିଲେ। ତାଙ୍କର ପୂର୍ବଜ ବହୁତ ପୂର୍ବରୁ ନିଜ ଦେଶ ଛାଡ଼ି ଏଠିକି ଆସିଯାଇଥିଲେ ଆଉ ଆମ ଦେଶରେ ରହିବାକୁ ଲାଗିଥିଲେ। ସେ ବାବୁକୁ ଆମ ଗାଁର ସଙ୍ଗୀତ ମାଷ୍ଟରଙ୍କ ଝିଅ ସଂଯୁକ୍ତା ସହିତ ବନ୍ଧୁତା ହୋଇଗଲା। ସଂଯୁକ୍ତାକୁ ସିଲେଇ ଆଉ ବୁଣିବା ବହୁତ ଭଲ ଲାଗୁଥିଲା। ସଂଯୁକ୍ତାକୁ ଗାଁର ସବୁ ଲୋକେ ବହୁତ ଭଲ ପାଉଥିଲେ, ସେଇଥିପାଇଁ ସମସ୍ତେ ସ୍ନେହରେ ତାକୁ ବେବିମା କହି ଡାକୁଥିଲେ। କିନ୍ତୁ ଆମ ଗାଁରେ ଜାତି, ଧର୍ମ, ରୀତିନୀତି ଆଉ ଆଚାର ବିଚାରକୁ ବହୁତ ବେଶୀ ମାନୁଥିଲେ। ସେହି ଆଚାର ବିଚାରକୁ ମାନିବା କାରଣରୁ ତାଙ୍କ ବାହାଘର ଆଉ ପ୍ରେମକୁ ଜାତିର ବଡ଼ ଲୋକେ, ଧର୍ମର ବଡ଼ ଲୋକେ, ଗାଁର ବଡ଼ ଲୋକେ କେହି ମଧ୍ୟ ରାଜି ହେଲେନି। ସଂଯୁକ୍ତା ଘରୁ ପଳେଇ ଯାଇ ବାହା ହେବାକୁ ଚାହୁଁଥିଲା, କିନ୍ତୁ ତାକୁ ଗୋଟିଏ ରୁମ୍ରେ ବନ୍ଦ କରି ତାଲା ଲଗାଇ ଦିଆଗଲା। ଆସିବାବୁ ସଂଯୁକ୍ତାର ଘର ବାହାରେ ବସି 3 ଦିନ ଧରି
न खाई न पी वर्षारे भिजी बेबी माँ पाई कांदिबाकु लागिले किंतु केही तांको कथारे राजी हेलेनी। तापरे गाँर मुखिया कहिले, तू मो गाँरे आसी गोड़ देई मो गाँर झील को भल पाइछु, यार गोड़ काटी दियो। ये आम जातिर झील को भल पाई ताको छुईछि, तार हाथ काटी दियो। ये जदि बंची रहिला तो मो गाँर सम्मान रहिबनी, सेइथिपई शीघ्र यार मुंड ही काटी दियो। एमिति भावरे 13 अगस्त को बहुत निर्दयतार सहित आशी बाबू को मारिदेले। तार गोड़ हाथ आ मुंड को गोटे पुराणा कूअरे फिंगिदेले। ता परदिन रूम रे बंद करी रखिथिबा बेबी माँ को जेतिकी बेले कथा जना पड़िला जे आशी बाबू मरीगले तो सीए निजे भी फांसी लगई मरीगला। से दिन ठारू आरंभ करी प्रति वर्ष 3टी वंशरू केही ना केही मरुछंती। से दिन ठारू निज भूल को अनुभव करी आम गाँ लोके प्रेम विवाह को स्वीकृति देले। तांको भल पाइबा तो सफल हेलानी, आउ से दुहिंक जीवन भी चलीगला। सेइथिपाई सेमाने कहार भी प्रेम विवाह हेबाकु दियंतिनी। जी भी प्रेम विवाह करे तांकु आउ तांको परिवार लोकों को सेमाने मारी दियंती। सेइथिपाई गाँ रे केही प्रेम विवाह करंतिनी। किंतु यार किसी समाधान नहीं कि आमे गाँ लोके बहुत तांत्रिक आउ अघोरी पाख को गलु किंतु केही भी तांको शांत करि पारिलेनी। एया सुनी पंकज बहुत दुखी हे गला। बाहा हेली तो मते आ सोनाक्षी को मरिवा को पड़िबो। सोनाक्षी बिना तो मु बंची पारिबिनी। आशी बाबू भली मोर भी प्रेम सत। मु भी जेउठी आशी बाबू मरिथिले सेठी मरिबी। एमिति कही आशी बाबू को जो कुआरे पकईथिले सेई कुआरे जाई डेई पड़िला। अचेत से जेतेबेले ऊपर को आसिला, Hey baby, I'm impressed. You are a true lover like me. तोरा भर पाइबारे सत्यता अछि। जा जाई कि सोना की सब बाहाई जा, हमें तुमको किछि भी करिबोनी। थैंक यू सो मच। प्लीज जेउठी प्रेम थाए सेठी प्रतिशोध न थाए। ए गाँर लोके तुम सहित बहुत भूल करिसंती किंतु से तांको भूल जानी सारिसंती। सेमाने एबे प्रेम विवाह को स्वीकृति देबे। ठीक अछि, मो समाधि पाखरे यहाँ आसीर समाधि बनेई आम दुईकर अस्थि विसर्जन कला परे आम प्रतिशोध पूरा हेबो। आशी बाबूर अस्थि को कुआरू बाहर करी बेबी मार समाधि रे मिसेई पोती दियागला। पाखरे दुहिंकर मूर्ति को स्थापना करागला। सेई दिन ठारू सेई गाँ रे जे भी प्रेम विवाह करुथिला सेमाने सेई मूर्ति सामना रे ही परस्पर को बरमाळ पिंधौथिले। सबु दिन भली गाँ रे समस्ते 13 अगस्त को उपवास करी 14 अगस्त को समस्ते बहुत धूमधाम सहित जाई पूजा आउ माळ अर्पण करुथिले। एबे आशी बाबू आउ बेबी भूत नथिले। सेमाने प्रेमर द्वितीय रूप थिले, सुच्योट प्रेमर उदाहरण थिले। एमिति भावरे सोनाक्षी आउ पंकज बाहेई निज जीवन हस खुशी रे बितेबाकु लागिले।